समय जगन्नाथ क्या निमंत्रण दौरान दौरान कि हे भक्त मैंने आस मोर रथजात्रा क्या पाखक आसिक रथजात्रा क्या पाखक आसी पहुँची के पहुँची किंतु जी जहाँ नृत्य कला देखा से पहुँचुं ना ना किए जहाँ कला देखा पहुँचुं किए नाचा जाऊँगी किए भजन करा किए दीप लगे भगवान डाक जाऊँगी किए हुड़गोटे पकड़ जाऊँगी किए नड़ियाटे बाड़े जाऊँगी क्या डकरा ना जमी जाऊँगी सेमती आज राम जन्म हो बोली क्या डकरा ना समस्त साधु सत मैंने आसी पहुँचीगला सरजू को अयोध्यावासी जितेबाला जाऊँच देखुं आम नगर को किए आसिक हरिकल गुड़ोली पकई यज्ञ करें आम कहीं खालटार जी आम भी टी हरिकल गुड़ोली पकई चली जा तो सरजू नदी मधुमास समय कौ मास चैत्र मास समय सरजू नदीर पानी तलक जीव ना उपरक उठ नदी बड़ी केतबेले आसे आषाढ़ श्रावण आसे चैत्र मास नदी बड़ी आसे कि सरजूरे बड़ी पलि आसला पानी नदी बड़ी फुल पानी आसिक पहुँचीगला समस्ते पचारे हे सरजूरे तोर ए समय नदी बड़ी केमती आसला एत पानी तोर कौटू आसला कहला समुद्र को सब मुझे जाऊँगी नदीर यात्रा कड़ी समुद्र को कहले समुद्र आज नदी की यात्रा करुँगी से समुद्र पानी में मुझे उठी पड़ूँ फुली पड़ूँ कारण भगवान आज मो घर को आसुँच मो पानी में मु फुली ना सरजू कहूँ नदीर यात्रा सदा समुद्र को सखी अनंतर समुद्र जे मोहरे केते आनंद लगी किए कहीपर ना राजा दशरथ राति शोते सपन देखिए धाई पलि गोटे सपन देखी पाहांतिया पाहांतिया पर वशिष्ठ पाखक धाई पलि कहले हे गुरुदेव मु गोटे अद्भुत सपन देखी ना कौन देख कहले हे गुरुदेव मोर शुण मो स्वप्नर गिर ए आखि जहाँ देखे सरकार तो सुधी सज्जन मंडली राजा दशरथ गुरु वशिष्ठ पाखक गले कहले गुरुदेव सकालू सकालू पांतिया पर गोटे स्वप्न देखिले कहले कि स्वप्न ना सर्वे देवता मिली आसती भड़ी की भड़ी सबु देवता मैंने जी जहाँ जानवाहन चढ़ी आसुँच इंद्र आसुँच वरुण कुबेर ब्रह्मा ये समस्त जे जहाँ जानवाहन धरिकी आसुँच ना कौन करुँच ना समस्ते आसुँच खाली बसुना मो अगणार समस्त नाचुंट नाच गीत बाद्य दांड पड़े उछुड़ी समस्ते मो अगणार खाली नाचुंट कहले आउ कौन देख ना ब्राह्मण मानक मु धेनु दान करुँची ब्राह्मण मानक वस्त्र दान करुँची कहले बड़ आनंदर कथा भल कथा तो कहले आउ कौन हो ना से समय ब्राह्मण माने वेद पाठ करुँच साधु सन्त माने महामंत्र गाँच
ଏହି ସମୟରେ ଗୋଟେ ନେଳିଆ ନେଳିଆ ଜ୍ୟୋତିଟିଏ କୌଶଲ୍ୟା କୋଳରେ ଖେଳିବାର ମୁଁ ଦେଖୁଛି, କିନ୍ତୁ ପିଲାର ମୁହଁ ଦେଖୁନି। ଗୋଟେ ନୀଳ ନୀଳ ଜ୍ୟୋତିଟିଏ ଏହି ସମୟରେ ଏକ ଜ୍ୟୋତି ଆସେ ଝଟକ, କୌଶଲ୍ୟା କୋଳରେ ଖେଳିଯାଏ ତୁରିତ। କୌଶଲ୍ୟା କୋଳରେ ଖେଳି ଯାଉଛି। ବଶିଷ୍ଠ କହିଲେ, ହେଇଟି ଗଙ୍ଗାରେ ସିନା କୌଶଲ୍ୟା ସ୍ନାନ କରୁଛି, କିନ୍ତୁ ଗଙ୍ଗା ସ୍ନାନର ଫଳ ତମକୁ ମିଳୁଛି, ତମ ଲୁଗାଟା ଓଦା ହେଉଛି। କୌଶଲ୍ୟା ସିନା ବ୍ରହ୍ମକୁ କୋଳରେ ଧରିଛି, କିନ୍ତୁ ବ୍ରହ୍ମର ଆନନ୍ଦଟା ତମେ ପାଉଛ, ବ୍ରହ୍ମାନନ୍ଦ। ଆଜି ତମେ ଯେଉଁ ବ୍ରହ୍ମାନନ୍ଦ ପାଉଛ, କୌଶଲ୍ୟା ସେ ବ୍ରହ୍ମକୁ କୋଳରେ ଧରିକି ସେ ଆନନ୍ଦ ପାଉନି। ତମେ ହିଁ ସ୍ୱପ୍ନ ଦେଖିଲ, ଦେବତାମାନେ ଆସିଛନ୍ତି, ଆଜି ନାଚୁଛନ୍ତି, ପ୍ରଭୁଙ୍କର ପ୍ରକଟ ସମୟ ଆସି ପହଞ୍ଚିଗଲା। ସମସ୍ତେ ସ୍ୱାଗତ କରିବାକୁ ବସି ପଡ଼। କହିଲେ, ବିପ୍ରଧେନୁ ସୁର ସନ୍ଥହିତ, ବିପ୍ରଧେନୁ ସୁର ସନ୍ଥହିତ, ଆଜି ପ୍ରଭୁଙ୍କର ପ୍ରକଟ ସମୟ ଆସି ପହଞ୍ଚି ଯାଉଛି। ସମସ୍ତେ ପୃଥିବୀ ମା ମଧ୍ୟ ବଡ଼ ଆନନ୍ଦ, କାହିଁକି ନା ପୃଥିବୀ ମା କାନ୍ଦି କାନ୍ଦି ଯାଇଥିଲେ କାହାକୁ? ଭଗବାନ ବିଷ୍ଣୁଙ୍କୁ ଜଣାଇବା ପାଇଁ। ଭଗବାନଙ୍କ ପ୍ରକଟ ପୂର୍ବରୁ କିଏ କିଏ? ରାବଣ ବି ଜନ୍ମ ହେଇଗଲାଣି ଆଗରୁ। ସବୁ ଭିଲିଆନ ମାନେ ଆସି ଆପଣମାନେ ଦେଖିଥିବେ, ପାଲାର ବୃତ୍ତି ହେଉଛି ଆପଣମାନେ ଦେଖିଥିବେ। ପାଲାର ଗାୟକ ସବୁଦିନ ପଛ ଆସିବେ, ଆଉ ସମସ୍ତେ ତାଙ୍କ ଆଗରୁ ଆସିବେ ନା ନାହିଁ? ଯିଏ ଯାହାର ଭଲ କରିବା କଥା ସବୁ ପହଞ୍ଚି ଯିବେ। ସେମିତି ଯେତେବେଳେ ପୃଥିବୀ ମା କାନ୍ଦି କାନ୍ଦି ଯାଇଥିଲେ, କୌଣୁପ କୁଳେ ଭାରି ହୋଇ ଧରଣୀ ସୁନ୍ଦରୀ, ବିନୟ ହୋଇନ ବ୍ରହ୍ମା ଆଗେ କହିଲା, ରାବଣ ପ୍ରତାପେ ଦେହ ଦେଲାଣି କୁହନ୍ତି ଗୋଧନ। ଗୋଧନ କୁହନ୍ତି ନା, ଆଜିକାଲି ଆଉ କେହି ଗାଈ ରଖୁନାହାନ୍ତି। ସବୁଠାରୁ ଶ୍ରେଷ୍ଠ ଧନ କୋଉ ଧନ? ଗୋଧନ। ଧର୍ମ ଅର୍ଥ କାମ ମୁଖ୍ୟ, ଚତୁର୍ବର୍ଗ ଫଳକୁ ରକ୍ଷା କରିବା ପାଇଁ ଏବଂ ଭଗବାନ ଭକ୍ତକୁ ଚତୁର୍ବର୍ଗ ଫଳ ଦେବା ପାଇଁ ଏ ରାମ ଅବତାର ନେଲେ। ରାମ କଣ କହୁଛନ୍ତି ନା, ବିପ୍ର ଧେନୁ ସୁର ସନ୍ଥ ହିତ, ଇଏ ମାନଙ୍କ ହିତ କରିବାକୁ ମୁଁ ଆସିଛି। ଆମେ ଭାବିବା କଣ ଖାଲି ବ୍ରାହ୍ମଣ? ବିପ୍ର କହିଲେ ବ୍ରାହ୍ମଣ, ଧେନୁ କହିଲେ ଗାଈ, ବିପ୍ର ଧେନୁ ସୁର କହିଲେ ଦେବତା, ସନ୍ଥ କହିଲେ ସାଧୁ ସନ୍ଥ। ଏଇମାନଙ୍କ ହିତ କରିବାକୁ ଭଗବାନ ଆସିଛନ୍ତି। କହିଲେ ଏମାନଙ୍କର ନୁହଁ, ଧର୍ମ ଅର୍ଥ କାମ ମୁଖ୍ୟ। ଇଏ ଚତୁର୍ବର୍ଗକୁ ରକ୍ଷା କରି ଜୀବକୁ ଚତୁର୍ବର୍ଗ ଦବା ପାଇଁ ମୁଁ ଏ ଧରାଧାମକୁ ଆସିଛି। ବିପ୍ର କହିଲେ ଧର୍ମ, ବ୍ରାହ୍ମଣ ହେଉଛନ୍ତି ଧର୍ମର ପ୍ରତୀକ। ଧେନୁ ହେଉଛି କାହାର? ଧନର ପ୍ରତୀକ, ଧର୍ମ ଅର୍ଥ। କାମ କହିଲେ କିଏ? ସେ ଦେବତା ହେଉଛନ୍ତି। ସୁର କହିଲେ କାମ, କାମର ପ୍ରତୀକ। ମୁଖ୍ୟ କହିଲେ ସାଧୁ, ସାଧୁମାନ ହେଉଛନ୍ତି ମୁଖ୍ୟର ପ୍ରତୀକ। ତେଣୁ ଏ କାମ ମୁଖ୍ୟ, ଏ ଚତୁର୍ବର୍ଗକୁ ରକ୍ଷା କରିବା ପାଇଁ ଏ ଧରାଧାମକୁ ମୁଁ ଆସିଛି। ବିପ୍ରଧେନୁ ସୁର ସନ୍ଥହିତ, ନ ମନୁଜ ଅବତାର, ନିଜ ଇଚ୍ଛା ନିର୍ମିତ ତନୁ, ମାୟା ଗୁଣ ଗୋପାର। ଦ୍ୱିତୀୟା ତିଥି ପଳେଇଲା, ତୃତୀୟା ତିଥି କହିଲା ପ୍ରଭୁ ମୁଁ ହେଉଛି ତୃତୀୟା। ବାଲି ତୃତୀୟା ଓଷା ଅଛି ନା ନାହିଁ? ବାଲି ତୃତୀୟା ଓଷା କୋଉମାନେ କରନ୍ତି? ବ୍ରାହ୍ମଣ ମାନେ କରନ୍ତି। କହିଲା ଆଜ୍ଞା, ଏ ବାଲି ତୃତୀୟା ଓଷାରେ ବ୍ରାହ୍ମଣ ମାନେ ସବୁଠୁ ବଡ଼ ନିଷ୍ଠାରେ କରନ୍ତି। ଆପଣ ବ୍ରାହ୍ମଣକୁ ରକ୍ଷା କରିବାକୁ ଆସିଛନ୍ତି, ମୋ ଘରକୁ ଆସନ୍ତୁ, ମୋ ତିଥିରେ ଜନ୍ମ ହୁଅନ୍ତୁ। ଚତୁର୍ଥୀ କହିଲା ମୁଁ ବି ଗଣେଶ ଚତୁର୍ଥୀ, ବିଘ୍ନ ବିନାୟକ ମୋ ତିଥିକି ଆସିଛନ୍ତି, ଆପଣ ମୋ ତିଥିକି ଗ୍ରହଣ କରନ୍ତୁ। ପଞ୍ଚମୀ କହିଲା ମୁଁ ଶ୍ରୀ ପଞ୍ଚମୀ, ମୋ ପାଖରେ ଶ୍ରୀ ଅଛି, ମୁଁ ହେଉଛି ସବୁଠୁ ଶ୍ରେଷ୍ଠ। ତମର ସ୍ତ୍ରୀ ହେଉଛି ଲକ୍ଷ୍ମୀ ଶ୍ରୀ, ମୁଁ ହେଉଛି ଶ୍ରୀ ପଞ୍ଚମୀ, ମୋ ପାଖକୁ ଆପଣ ଆସନ୍ତୁ। ଷଷ୍ଠୀ କହୁଛି ମୁଁ ଶୀତଳ ଷଷ୍ଠୀ, ଶିବ ପାର୍ବତୀ ମୋ ତିଥିରେ ବାହା ହେଇଛନ୍ତି, ତମେ ମୋ ପାଖକୁ ଆସନ୍ତୁ। ସପ୍ତମୀ କହୁଛି ଆଜ୍ଞା ମୁଁ ମାଘ ସପ୍ତମୀ, ମୋ ସପ୍ତମୀ ହେଉଛି ପ୍ରଥମ କଣ? ଉତ୍ତରାୟଣ ଆରମ୍ଭ ହେଉଛି ମୋ ତିଥି ଠାରୁ, ଆପଣ ମୋତେ ଗ୍ରହଣ କରନ୍ତୁ। ଏ ତିଥିକି ଅପେକ୍ଷା କରି ଭୀଷ୍ମ ଥିଲେ, ଆପଣ ମୋ ତିଥିକି ଅଙ୍ଗୀକାର କରନ୍ତୁ। ଅଷ୍ଟମୀ କହୁଛି ଆଜ୍ଞା ମୁଁ ହେଉଛି ଅଷ୍ଟମୀ, ମହାଅଷ୍ଟମୀ, ମହା ଦୁର୍ଗା ମାଙ୍କର ମହାଷ୍ଟମୀ ମୁଁ ପୂଜା ହେଉଛି, ମୋ ତିଥିକି ମହାଷ୍ଟମୀ ପୂଜା କୁହନ୍ତି, ମୋ ତିଥିକି ଆସନ୍ତୁ। ନବମୀ କି ପଚାରିଲେ, ନବମୀ କହିଲେ ଆଜ୍ଞା ମୋ ତିଥିରେ କିଛି ଭଲ କାମ ହେଇନି। କଣ ହେଇଛି? ମୋ ତିଥିରେ କିଛି ଭଲ କାମ
ହେଇନି ପର୍ଯ୍ୟନ୍ତ ଭଗବାନ କହିଲେ ଯାହା ପାଖରେ କିଛି ଭଲ ନାହିଁ ତାକୁ ମୁଁ ସ୍ୱୀକାର କରିବି, ସେକୁ ମୁଁ ଆପଣାର କରିଦେବି। ତ ନବମୀ ତିଥିକି ଆଉ ଗୋଟେ କାରଣ କ'ଣ ନେବା ପାଇଁ, ଆମେ 9 କେ ପଣିକିଆ ପଡ଼ିଥିବା, 9 କେ ପଣିକିଆରେ ସବୁ ହେଉଛି 9, 9 କେ 9 9 ଦୁଗୁଣା 18, 1 8 ମିଶିଲେ 9, 9 3 27, 7 2 ମିଶିଲେ 9, ଆପଣ ଯେଉଁ କୁହନ୍ତୁ ଗଣିଥିବେ ସବୁ 9। ଏକକ ଘର ଭିତରେ ସବୁଠାରୁ ଶ୍ରେଷ୍ଠ କିଏ? ସେ 9। ତ ସୁଧୀ ସଜନ ମଣ୍ଡଳୀ 9 ହେଉଛି ବଡ଼, 9 ପଛଆଡ଼େ କିଏ ଅଛି? 8 ଅଛି। 9 8କୁ ଜାବଡ଼ାଟା ମାରିଦେଲା, ଯେତେବେଳେ ଜାବଡ଼ାଟା ମାରିଦେଲା 8 କହିଲା ତୁ କାହିଁ ମୋତେ ମାରିଲୁ? କହିଲା ମୁଁ ବଡ଼ ଭାଇ ହିସାବରେ ତୋତେ ସାନ ଭାଇଟା ଜାବଡ଼ାଟା ମାରିଲେ ତୁ ଏଥର ମୋ ଜାବଡ଼ାଟା ସହିବୁ, ମୋ ମାଡ଼ଟା ତୁ ସହିବୁ। ତ ସୁଧୀ ସଜନ ମଣ୍ଡଳୀ 9 ଜାବଡ଼ାଟା ପକେଇଲା 8କୁ, ଏମିତି ପଛକୁ ସମସ୍ତେ ଜାବଡ଼ା ପକେଇଲେ। 1 ପଛରେ କିଏ ଅଛି? 0। 1 କହିଲା ଇଏ ବାପାରେ ଇଏ 0କୁ ଯଦି ମୁଁ ଜାବଡ଼ାଟା ପକେଇବି ତ ଆଗରୁ 0 ହେଇକି ଅଛି, କ'ଣ କରିବ? ତୁ ମୋ କୋଳରେ ବସି ପଡ଼େ, ମୁଁ ତୋତେ ବାଡ଼େଇବି ନାଇଁ, କ'ଣ କରିବି? ତୁ ମୋ କୋଳରେ ବସି ପଡ଼େ। କୋଳରେ ବସି ପଡ଼ିଲା ପରେ କ'ଣ ହେଇଗଲା? ଇଏ ସମୁଦ୍ର ଗୋଟେ କ'ଣ ହେଇଗଲା? 10 ହେଇଗଲା। ବଡ଼ ହେଲା ନା ସାନ ହେଲା? ବଡ଼ ହେଇଗଲା। ଭଗବାନ କହିଲେ ନବମୀ ତିଥି ତୁ ମୋ କୋଳରେ ବସି ପଡ଼ିବୁ, ନବମୀ ତିଥି ତୁ ମୋ କୋଳରେ ବସି ପଡ଼ିଲେ ତୁ ସବୁଠାରୁ ଶ୍ରେଷ୍ଠ ହେଇଯିବୁ। ଅର୍ଥାତ 0 ମୁଁ 0 ତୁ ହେଉଛୁ 9, ତୋ କୋଳରେ ମୁଁ ବସିବି, ମୋ କୋଳରେ ତୁ ବସିବୁ। ତୁ ମୋ କୋଳରେ ବସିଗଲେ ତୁ ସର୍ବଶ୍ରେଷ୍ଠ ହେଇଯିବୁ, ମୋ କୋଳରେ ତୁ ବସିଗଲେ ତୁ ବି ସର୍ବଶ୍ରେଷ୍ଠ, ମୁଁ ବି ସର୍ବଶ୍ରେଷ୍ଠ। ନବମୀ ତିଥିକୁ ପ୍ରଭୁ ସ୍ୱୀକାର କରିଦେଲେ। ଗୋସ୍ୱାମୀ କହୁଛନ୍ତି ନବମୀ ତିଥି ମଧୁ ମାସ ପୁନୀତା ଶୁକ୍ଳ ପକ୍ଷ ଅଭିଜିତ ହରି ପ୍ରୀତା। ଶ୍ରୀରାମ ये रामनवमी प्रसंगटा सबुठारु सुंदर प्रसंग कहले नवमी तिथि मधुमास पुनीता शुक्ल पक्ष अभिजित हरिप्रीता। अभिजित नक्षत्र को नक्षत्र? अभिजित नक्षत्र तो 27 नक्षत्र भीतर नहीं अच्छी कि 27 नक्षत्र भीतर अभिजित नक्षत्र नहीं। अभिजित नक्षत्र केते बेला पड़िबो? 15 मिनिट पई मात्र पड़िबो। 15 मिनिट रहिले आसंता काली मध्य प्रभुकर विवाह महोत्सव को आम यात्रा करवा आगू। रामचंद्र सीता माँ को केते थर बाही केते बाही आम 6 वर्ष रामचरित मानस शुणिले बाहाघर आम शास्त्र में 8 प्रकार अच्छी। केते प्रकार? 8 प्रकार विवाह किंतु रामचंद्र सीता को 4 थर बाही जो 4 थर बाही से 4 प्रकार बाहाघर एवं भी प्रचलन चली आम मान घर। राम जमी बाही आम घर से सब चली। राम केमी 4 थर बाही आम मान घर केमी से 4 थर बाहाघर चली। से बाहाघर कथा सब बुझा प्रभुंर प्रकट कथा आसंता काली रखा। भय प्रकट पाला से भजन जो गोस्वामी लिखिं से कथाटा को बुझा ठीक भाव में। यहीटा भय प्रकट पाला दीन दया जो बड़ पद अच्छी गीतर से सबतक पद को भल भाव में व्याख्या करवा आसंता काली। तो ये पानी को विश्राम देवा पूर्व समस्त जड़स्त नवेदन करुच्ची ठिया पड़ू।
शांति शांति।